ଟଙ୍କ ତୋରାଣୀ ଆଜିର ଆମେ ବନେଇବା ଆଜି ଟଙ୍କ ତୋରାଣୀ ଯୋଉଟା କି ଜଗନ୍ନାଥ ପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସିଦ୍ଧ। ତ ଟଙ୍କ ତୋରାଣୀ ଆମେ ନବା ଜଗନ୍ନାଥଙ୍କର ମହାପ୍ରସାଦ, କିଛି ପାଣି, ସ୍ୱାଦ ଅନୁସାରେ ଲୁଣ, ଟବା ପତ୍ର, କଞ୍ଚା ଲଙ୍କା, ପୁଦିନା ପତ୍ର, ଧନିଆ ପତ୍ର, ଲେମ୍ବୁ, ଛେଚା ହେଇଥିବା ଅଦା, ତା ସାଙ୍ଗକୁ ଆମେ ଗୋଟେ ପାତ୍ରରେ ନେଇଛେ କିଛି ଦହି। ଆପଣ ଦେଖିପାରୁଥିବେ କିଛି ଦହି ନେଇଛେ। ତେବେ ଆମେ ବନେଇବା ଟଙ୍କ ତୋରାଣୀ। ଫାଷ୍ଟ ଦହିରେ କିଛି ପାଣି ଦବା, ସ୍ୱାଦ ଅନୁସାରେ ଲୁଣ ଦବା, ଏଥିରେ ମହାପ୍ରସାଦକୁ ଆମେ ପୁରା ଚକଟିବା। ବିରିୟାନୀ ଦେଖା ମହାପ୍ରସାଦକୁ ଭଲ ଭାବରେ ଚକଟି ସାରିଲା ପରେ ଆମେ ଏଥିରେ ଅଦା, ଛେଚା ହେଇଥିବା ଅଦା, ପୁଦିନା ପତ୍ରକୁ ୟା ଭିତରେ ମିକ୍ସ କରିଦେବା ଟିକେ, ଯେମିତି ପୁଦିନାର ସେଣ୍ଟେଡ୍ ବି ଆସିବା ଦରକାର। ତା ସେଥିରେ ଧନିଆ ପତ୍ରକୁ ଆମେ ମିକ୍ସ କରିଦେବା। ଆପଣ ଗ୍ରାଇଣ୍ଡିଙ୍ଗ କରିକି ଦେଇଦେବେ, କିନ୍ତୁ ଦଳାଟା ହାତ ଦଳାରେ ନିଶ୍ଚିତ ଭାବରେ ବହୁତ ଟେଷ୍ଟ ରହିବ। ଆପଣ କେବେ ଯଦି ଅଭଡ଼ା ମଗଉଛନ୍ତି ପୁରୀରୁ, କି ଅଭଡ଼ା ଖାଇବା କଥା କୁହନ୍ତୁ, କିଛି ଅଭଡ଼ା ଆପଣ ଦେଖୁଥିବେ ଏଇ ପାତ୍ରରେ ଯେତିକି ଆମେ ଅଭଡ଼ା ରଖିଥିବେ ସେତିକି ଅଭଡ଼ା ରଖନ୍ତୁ। ଅଭଡ଼ାକୁ ପାଣି ଦେଇ ଆପଣ ଫ୍ରିଜରେ ରଖିପାରିବେ, 5 ଦିନରୁ 7 ଦିନ 8 ଦିନ ପର୍ଯ୍ୟନ୍ତ ରହିବ। ତାପରେ ତାକୁ ଯେଉଁ ଦିନ ବାହାର କରିବେ ବାହାର କରିଦେବେ। ବାହାର କରିଦେଇକି କିଛି ସମୟ ଥଣ୍ଡା ଭାଙ୍ଗିଗଲା ପରେ ସେଥିରେ ଏମିତି ପ୍ରସ୍ତୁତ କରନ୍ତୁ। ଇଏ ତ ମୋର 2 ଦିନର ଅଭଡ଼ା ଥିଲା, କିନ୍ତୁ ଆପଣ ସେମିତି ବି ପ୍ରସ୍ତୁତ କରିପାରିବେ। ୟାକୁ ଚକଟି ସାରିଲା ପରେ ଆପଣ ଚାହିଁଲେ ବାହାର ବି କରିପାରିବେ। ଲେମ୍ବୁ ଏଥିରେ ପ୍ରାୟ ଲେମ୍ବୁକୁ ଦର ଚୋପଡ଼ା କରିବେ। ଏଥିରେ ଲଙ୍କା ଚକଟି ଦେବେ। ଟିକେ ରାଗ ରାଗ ହେଇଥିଲେ ଭଲ, ଆମେ ସେଇଥିପାଇଁ ଲଙ୍କା ନେଇଛୁ। ପାଖାପାଖି ବର୍ତ୍ତମାନ ଯେତିକି ବନଉଛୁ, ଗୋଟେ ପ୍ୟାକେଟ୍ ଓମଫେଡ୍ ଦହି ଆଣିଥିଲୁ। ଗୋଟେ ପ୍ୟାକେଟ୍ ଓମଫେଡ୍ ଦହିରେ ଯେଉଁ ଯେତିକି ପାଣି ଦିଆହବ, ପାଖାପାଖି 10ରୁ 15 ଜଣ ଲୋକଙ୍କ ପାଇଁ ଆମେ ବନଉଛୁ। ଆଉ ପ୍ରାୟ ଟାଇମ୍ ଆମେ ଆମ ଘରେ ବନଉ, ଆଉ ଆମ ସାହିରେ ଆମେ 10ରୁ 12 ଘରକୁ ଆମେ ଗୋଟେ ଗୋଟେ ଗ୍ଲାସ୍ ଦଉ। କାହିଁକିନା ଏଇଟା ଗୋଟେ ପୁଣ୍ୟର କାମ। ନିଶ୍ଚିତ ଭାବରେ ନିଜେ ପିଇବା ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ପ୍ରସାଦକୁ ସେୟାର କରନ୍ତୁ, ଲୋକଙ୍କୁ ଦିଅନ୍ତୁ। ଆମେ ଏଥିରେ 10ରୁ 12ଟି ଲଙ୍କା ଚକଟିଛୁ। ଯଦି ଆପଣଙ୍କୁ ରାଗ ନ ଲାଗେ ତାହେଲେ ଆପଣ ଲଙ୍କା ବି ନେଇପାରିବେ, କିନ୍ତୁ ରାଗ ଟିକେ ହେଲେ ୟାକୁ ପିଇବାର ମଜା ଆସିଯିବ। ଥରେ ଟ୍ରାଏ କରନ୍ତୁ, ଘରେ ଥରେ ଟ୍ରାଏ କରନ୍ତୁ, ଦେଖିବେ ପୁରୀର ସେଇ ତ ଟଙ୍କ ତୋରାଣୀ ପୁରୀରେ ଆଉ ମିଳୁନି। ଆଉ ଯଦି ଯୋଉଟା ବାହାରେ ମିଳୁଛି ସେଥିରେ ବୋଧହୁଏ ଜଗନ୍ନାଥଙ୍କ ପ୍ରସାଦ ମହାପ୍ରସାଦ ମିଶ୍ରଣ ହେଉନି। ତେଣୁ ଆପଣ ବନାନ୍ତୁ, ଘରେ ଆଣି ନିଜେ ବନାନ୍ତୁ, ମହାନନ୍ଦରେ ପିଅନ୍ତୁ। ବିଶେଷ କରି ଖରାଦିନ ପାଇଁ ଉପଯୋଗୀ। କିନ୍ତୁ ଯେହେତୁ ଆଜି ସଂକ୍ରାନ୍ତି, ତେଣୁ ସେଇ ସଂକ୍ରାନ୍ତି ପାଇଁ ଆମେ ବନେଇଛୁ ଟଙ୍କ ତୋରାଣୀ। ସଂକ୍ରାନ୍ତିରେ ସମସ୍ତେ ପାଇବେ। ସବୁ ମିକ୍ସ କରି ସାରିଲେ ଏବେ ଟବା ପତ୍ର ଦେଖନ୍ତୁ, ଆମେ ଏତିକି ଟବା ପତ୍ର ନେଇଛୁ। ତାକୁ ଧୋଇକି ସବୁ ଧନିଆ ପତ୍ର ନେଉଛନ୍ତି,
टभा पत्र नौ पुदीना पत्र नौ पुदीना पत्र न मिले किसी असुविधा ना किंतु ये जो टभा पत्र हो कि धनिया पत्र जेकोसी जिनस नौ भल धुवंतु आम देखो भल भाव धोईकी नहीं खाली एमती जिते चकड़ी तार बास्ना भी देखो टमाटर को एमती आम पूरा चकड़ी देचु बास्ना पाई बर्तमान प्रस्तुत हो गला हमरो स्पेशल टंक तोरणी जे चाहिए आप पानी मिसई पारे पतला करने तो आम टेस्ट करवा आम टंक तोरणी ये जो जिनस देखुं जी जिनस अच्छी तो निश्चित भाव आसूसी ये करके बाहर को आसूसी तेना आपको छाणिकी भी आप बाहर करते किसी असुविधा ना से बनीगला आप बाहर करदे छाणिकी सब बाहर करदे टंकतोरणी मतलब होगा आप देखिए पूरा सुंदर भाव टंकतोरणी टेस्ट करूँ आपण पींतु जदि क्या दबा कथा दिंतु तो टेस्ट करिए केमती लगुच राग तो बढ़िया अच्छी लुण भी बढ़िया अच्छी टे पानी मिस गोटे ग्लास खंडे पानी मिस बढ़िया हो तेज आप सहित मुझे सेयार कली चैनल को शेयर करंतु लाइक करंतु वीडियो को आगू बढ़ातु नुआ नुआ वीडियो देखिए बेल आइकन को दबातु से पर्यंत आमको विदाय दिंतु जय जगन्नाथ नमस्कार।